ଜଗନ୍ନାଥ କେମିତି ଅଛ ସମସ୍ତେ ଆଶା କରୁଛି ତୁମେମାନେ ସମସ୍ତେ ଭଲସେ ଥିବ। ତ ପିଲାମାନେ ଦେଖିପାରୁଥିବ ତୁମମାନଙ୍କ ପାଇଁ ନେଇ ଆସିଛି ପ୍ରଥମ ଶ୍ରେଣୀ ଓଡ଼ିଆର ପ୍ରଶ୍ନପତ୍ର। ତୁମମାନଙ୍କ ସାମ୍ନାରେ ପିଲାମାନେ ତୁମମାନେ ଗୋଟିଏ ରିକ୍ୱେଷ୍ଟ କରୁଛି, ଯେଉଁମାନେ ପ୍ରଥମ କରି ଦେଖୁଛ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ପିଲାମାନେ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଭିଡ଼ିଓକୁ ଲାଇକ୍ କରିନ ଲାଇକ୍ କରିଦିଅ। ତ ଏବେ ଚାଲ ଡେରି ନ କରି କ'ଣ ସବୁ ପ୍ରଶ୍ନପତ୍ର ରହିଛି ତୁମମାନଙ୍କର ଦେଖିବା। ଭିଡ଼ିଓଟିକୁ ତୁମ ସାଙ୍ଗମାନଙ୍କୁ ସେୟାର କରିଦିଅ, ଯାହାଦ୍ୱାରା ସେମାନଙ୍କୁ ଟିକେ ହେଲ୍ପ ହେଇଯିବ। ତ ପିଲାମାନେ ଏବେ ଦେଖିପାରୁଥିବ ଏଠି ତୁମ ନାଁ ଦେଇଛି, ଶିକ୍ଷାର୍ଥୀଙ୍କ ନାମ ଆଉ ରୋଲ୍ ନମ୍ବର, ନିଜ ରୋଲ୍ ନମ୍ବର ଏଇଠି ଲେଖିବ, ତାରିଖ ପକାଇବ, ବିଦ୍ୟାଳୟର ନାମ ଏଇଠି ଲେଖିବ, ବ୍ଲକ୍ ଲେଖିବ ଏଇଠି, ଜିଲ୍ଲା ଲେଖିବ ଏଇଠି। ତାପରେ ନେକ୍ସଟ କ୍ୱେଶ୍ଚନଟା କ'ଣ ଦେଇଛି ଚାଲ ଦେଖିବା। ଦେଖିପାରୁଥିବ 1 ନମ୍ବର କ୍ୱେଶ୍ଚନଟା ଦେଇଛି, ଶିକ୍ଷକଙ୍କ ଠାରୁ ଶୁଣି ଲେଖ ମୌଖିକ ପ୍ରଶ୍ନରେ ବାକ୍ୟ ଦିଆଯାଇଛି। ଏଇଟା ହେଉଛି 4 ମାର୍କିଆ। ଏଇଟା ଶିକ୍ଷକ ତାଙ୍କର ପଚାରିବେ, ତୁମେ ଆନ୍ସର କହିବ। ତଳେ କେତୋଟି ଚିତ୍ର ଦିଆଯାଇଛି, ଚିତ୍ର ପାଖରେ ଚିତ୍ରର ନାମ ଗୋଟିଏ ଅକ୍ଷର ଛାଡ଼ି ଦିଆଯାଇଛି, ଚିତ୍ର ଦେଖି ଖାଲି ଜାଗାରେ ଠିକ୍ ଉତ୍ତରଟି ଲେଖ। ଏମିତି କିଛି କ୍ୱେଶ୍ଚନ ଦେଇଥିବ, ତ ଚିତ୍ର ଦେଇଦେଇଛି, ଚିତ୍ରର ନାଁ ଲେଖିବ। ଯେମିତିକି ୟା ନାଁ ହେଉଛି ଲଣ୍ଠନ, 3 ନମ୍ବରଟା ଦେଇଛି ମାଙ୍କଡ଼, 4 ନମ୍ବରଟା ଦେଇଛି ଥଣ୍ଟ, 5 ନମ୍ବର ଡଙ୍ଗା। ଏମିତି କିଛି ନାଁ ଲେଖିବ। ତା ନେକ୍ସଟ କ୍ୱେଶ୍ଚନ ଦେଇଛି, ତଳେ କେତୋଟି ଶବ୍ଦ ଦିଆଯାଇଛି, ସେ ଶବ୍ଦର ର, ଜ, ୟ, ହର୍ଷଉ, ମ ଅକ୍ଷର ଚାରିପଟେ ଗୋଲ ବୁଲାଅ ଏବଂ ଅକ୍ଷରଟିକୁ ତା ପାଖରେ ଲେଖ। ଏମିତି ଅକ୍ଷର ଲେଖିବ। ଲେଖି ସାରିଲା ପରେ ନେକ୍ସଟ କ୍ୱେଶ୍ଚନକୁ ଆମେ ଯିବା। ନେକ୍ସଟ କ୍ୱେଶ୍ଚନ ଦେଇଛି, ତଳେ ଦିଆଯାଇଥିବା ଫଳା ଚିହ୍ନେଇ ଗୁଡ଼ିକୁ ଠିକ୍ ଜାଗାରେ ଲଗାଇ ଶବ୍ଦ ଗଢ଼। ପ୍ରଶ୍ନ 10ରୁ 12 ପର୍ଯ୍ୟନ୍ତ। ଯେପରି ସତ ସତ୍ୟ, ଯତ ଯତ୍ନ ଏଟା ହେବ। ନେକ୍ସଟ କ୍ୱେଶ୍ଚନ ଦେଇଛି ପତ ପତ୍ର ହେବ। ଏଇଟା ଦେଇଛି ପଦ ପଦ୍ମ ହେବ। ଏମିତି କିଛି କରିବ। ନେକ୍ସଟ ଝରଝର ପରି ଆଉ ଦୁଇଟି ଶବ୍ଦ ଲେଖ। ତ ଝରଝର ଜାଗାରେ ଲେଖିପାରିବ ହେଲା ଫରଫର, ଥରଥର ଲେଖିପାରିବ। ଏମିତି ସବୁ ଲେଖିପାରିବ। ତ ଦେଇ ତଳ ଚିତ୍ର ଦେଖି ଚିତ୍ର ନାମ ବନ୍ଧନୀରୁ ବାଛି ଶୂନ୍ୟସ୍ଥାନରେ ଲେଖ। ଏଇଠି ମୋର ଘର, ଏଇଟା ହେଉଛି ଘର, ଏଇଟା ଲେଖିବ ଘର। ତ ନେକ୍ସଟ କ୍ୱେଶ୍ଚନ ତାପରେ ଦେଇଛି ଡ୍ୟାସ୍ ଉପରେ ବସ। ଡ୍ୟାସ୍ ଉପରେ ବସ, ଏଇଟା ଡ୍ୟାସ୍ ମାନେ ଏଇଟା ଚେୟାର, ଏଇଟା ଚେୟାର ଚୌକି ଦେଇଛି। ଚୌକି ଆଉ ଟେବୁଲ ଦେଇଛି, ଏଇଟା ଚୌକି ହେବ ଆନ୍ସର ଚୌକି। ତ ନେକ୍ସଟ କ୍ୱେଶ୍ଚନ ଦେଇଛି ହସ ଖେଳ ବହିର ପାଠ ଅନୁଯାୟୀ ତଳ ପ୍ରଶ୍ନର ଉତ୍ତର ଲେଖ। ଏଇଟା ଦେଇଛି 1 ମାର୍କିଆ 4ଟା ରହିଛି। ତ ଦେଇଛି ଗୌତମର ବାପାଙ୍କ ନାମ କ'ଣ? ଏଇଟା ତୁମ ବହିର ଯାହା ଥିବ ସେଇଆ ଲେଖିବ। ଏମିତି ଆନ୍ସର କିଛି କରିବ। ତ ନେକ୍ସଟ କ୍ୱେଶ୍ଚନ ଦେଇଛି ଚିତ୍ର ଦେଖି ଶୂନ୍ୟସ୍ଥାନ ଶବ୍ଦ ପୂରଣ କର। ଦେଇଛି ଡ୍ୟାସ୍ ଓ ଡ୍ୟାସ୍ ଦୁଇ ମିତ। ଏଇଠି ଦେଖିପାରୁଥିବ, ଏଇଠି ସବୁ ଚିତ୍ର ଦେଇଛି, ଏଇଠି ସବୁ ଚିତ୍ର ଦେଖି ଏଇଠି ଲେଖିବ ଡ୍ୟାସ୍ ଓ ଡ୍ୟାସ୍ ଦୁଇ ମିତ। ଏମିତି ଲେଖି ସାରିଲା ପରେ ଇଏ ରହିଛି କେତେ ମାର୍କିଆ? ଇଏ ରହିଛି ଆମର 4 ମାର୍କ ରହିଛି ଏଥିର। ତ ଏମିତି କିଛି କ୍ୱେଶ୍ଚନ ଦେଇଛି, ତଳେ ଗୋଟିଏ କୁକୁର ଚିତ୍ର ଦିଆଯାଇଛି, ଚିତ୍ର ସମ୍ପର୍କିତ ଶବ୍ଦ ଗୁଡ଼ିକ କୋଠରୀରୁ ବାଛି ଲେଖ। ଏଇଟା 1 ମାର୍କିଆ 4ଟା ରହିଛି। ତ ଦେଇଛି କୁକୁର ଡ୍ୟାସ୍, କୁକୁର ମାଂସ ଖାଏ, କୁକୁର ଆମର ମାଂସ ଖାଏ, ମିଆଁ ମିଆଁ କରେ, ଏଇଟା ଭୁଲ। ଚୋର ଧରେ, ଠିକ୍ ଅଛି ଏଇଟା। ଅଜଣା ଲୋକକୁ ଘରକୁ ଯିବାକୁ ଦିଏ, ଏଇଟା ଭୁଲ। ଭୁକେ, ଠିକ୍ ଅଛି। ଗୁହାଳରେ ରହେ, ଭୁଲ। ଘର ଜଗେ, ଠିକ୍ ଅଛି। ଘାସ ଖାଏ, ଭୁଲ। ତ ଏଠି ଦେଖିପାରୁଛ ଠିକ୍ ଯେତିକି ମାରିଛି ସେଇଟା ହେଉଛି ତାର ଆନ୍ସର। ନେକ୍ସଟ ତଳ ସାରଣୀରୁ ଅକ୍ଷର ନେଇ ଯେକୌଣସି 4ଟି ଶବ୍ଦ ଗଢ଼ ଏବଂ କୋଠରୀରେ ଲେଖ। ଏଇଟା ପ୍ରଶ୍ନ 26ରୁ 29। ଯେପରି ବନ, ଏଇଠି ଦେଖିପାରୁଥିବେ କିଛି ଏଇଟା ଗୋଟେ ଦେଇଛି, ସାରଣୀ ଗୋଟେ ଦେଇଛି, ଏଇ ସାରଣୀରୁ କିଛି ବାଛିକି ଲେଖିବ। ଏଇଠି ଦେଇଛି ବନ ଗଲାବେଳେ ଏଇ ତ ବନ। ଏମିତି କିଛି ଆନ୍ସର କରିବ। ନେକ୍ସଟ କ୍ୱେଶ୍ଚନ ଦେଇଛି, ତଳ ଅନୁଚ୍ଛେଦରେ ପଢ଼ି ଏବଂ ଚିତ୍ର ଦେଖି ଦିଆଯାଇଥିବା ପ୍ରଶ୍ନର ଉତ୍ତର ଲେଖ। ପ୍ରଶ୍ନ 30ରୁ 34। ଶରଧାପୁର ଗାଁ ଶେଷରେ ଗଛଟିଏ ଥିଲା। ଏଇଟା ଗଛଟିଏ, ସେଇ ଗଛରେ ବଗ ଓ କାଉ ରହୁଥିଲେ। ବଗ ଓ କାଉ ଦୁହେଁ ସାଙ୍ଗ ଥିଲେ। ସେମାନେ ସମସ୍ତେ ମିଶି ବଣଭୋଜି କଲେ। ପାରା, କୋଇଲି, ମୟୂର ସମସ୍ତେ ଆସି ଭୋଜି ଖାଇଲେ। ଗାଁ ଶେଷରେ କି ଗଛ ଥିଲା? ତ ଗାଁ ଶେଷରେ କି ଗଛ ଥିଲା ସେଇଟା ହେଲା ତୁମେ ଲେଖିବ। ଶରଧାପୁର ଗାଁ ଶେଷରେ ଡ୍ୟାସ୍ ଗଛ ଥିଲା। ତ ନେକ୍ସଟ କ୍ୱେଶ୍ଚନ ଦେଖିବା। ଏତିକି କ୍ୱେଶ୍ଚନ ଆମର ଥିଲା। ଏଇ କ୍ୱେଶ୍ଚନକୁ ପ୍ରାକ୍ଟିସ୍ କରିଦେବ। ଏଇ କ୍ୱେଶ୍ଚନରୁ ସବୁ ହିଁ ପଡ଼ିବ। ଆଉ ଯେଉଁମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନ ସବସ୍କ୍ରାଇବ୍ କରିଦିଅ। ଆଉ ଯେଉଁମାନେ ଆମ ଚ୍ୟାନେଲକୁ ଲାଇକ୍ କରିନ ଲାଇକ୍ ବି କରିଦିଅ, ସାଙ୍ଗମାନଙ୍କୁ ସେୟାର କରିଦିଅ, ଯଦ୍ୱାରା ତାଙ୍କୁ ଟିକେ ହେଲ୍ପ ମିଳିପାରିବ। ତ ଭିଡ଼ିଓଟିକୁ ମୁଁ ଏଇଠି ରଖୁଛି।